ଅକ୍ଷୟ ତୃତୀୟାର ଶୁଭ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭେଚ୍ଛା। ଆପଣମାନେ ଦେଖୁଛନ୍ତି ବାର୍ତ୍ତା ବଳୟ। ଗତକାଲି ସନ୍ଧ୍ୟାରେ ଗୋଧୂଳି ଲଗ୍ନରେ ରାଜ୍ୟ କୃଷକ କଂଗ୍ରେସର ରାଜ୍ୟ ସଭାପତି ଅଭୟ ସାହୁ ଏବଂ ଉପସଭାପତି କାର୍ତ୍ତିକେୟ ଚନ୍ଦ୍ର ବରାଳ ତାଳଚେର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ନାଲକୋ ଛକରେ ଅନୁଗୁଳ ଜିଲ୍ଲା କଂଗ୍ରେସର ସଭାପତି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଠ ନେତୃବୃନ୍ଦ ରାଜ୍ୟ ସଭାପତିଙ୍କୁ ଶୁଭ ଅଭିନନ୍ଦନ ଜଣାଇଥିଲେ ଏବଂ ସ୍ୱାଗତ କରିଥିଲେ। ତାଳଚେରରେ ପହଞ୍ଚିବା ପରେ କୃଷକ ମୋର୍ଚ୍ଚାର ସଂଯୋଜକ ଦାଶରଥୀ ସାହୁ ତାଙ୍କୁ ମଧ୍ୟ ପାଛୋଟି ଆଣିଥିଲେ ଏବଂ ଏହି ସମୟରେ ତାଳଚେର ଡାକବଙ୍ଗଳା ସ୍ଥିତରେ ଜିଲ୍ଲା ଉପସଭାପତି ସଂଗ୍ରାମ କୁଁୱର ଏବଂ ହ୍ୟୁମାନ ରାଇଟ୍ର ଜିଲ୍ଲା ସଂଯୋଜକ ହରେକୃଷ୍ଣ ମହାପାତ୍ର ମଧ୍ୟ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିଥିଲେ। ଚାଲନ୍ତୁ ଶୁଣିବା ଆମ ଗହଣରେ ଥିବା କୃଷକ ସେଲ୍ର ରାଜ୍ୟ ସଭାପତି କ'ଣ କହୁଛନ୍ତି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ। ମୁଖ୍ୟତଃ ପରିଚୟ କରିବି ଅଭୟ ସାହୁ, ଅଧ୍ୟକ୍ଷ ପ୍ରଦେଶ କିଷାନ କଂଗ୍ରେସ। ମୁଁ ଆଜି ତାଳଚେର ଗସ୍ତ କରିବାର କାରଣ ହେଉଛି ଆସନ୍ତାକାଲି ଚାଷୀର ମହାନ ପର୍ବ ଅକ୍ଷୟ ତୃତୀୟା ଏବଂ ଅକ୍ଷୟ ତୃତୀୟାରେ ଚାଷୀ ତା'ର ଅକ୍ଷିମୁଠି ଚାଳନା କରେ। ସେଥିପାଇଁ କାଲି ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ ହେବ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ତାଳଚେରରେ। ମୋ ସହିତ ଆମର ବରିଷ୍ଠ ଉପସଭାପତି ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ ଅଛନ୍ତି। ଆସନ୍ତାକାଲି ମୋ ସହିତ ଆମର ଅନ୍ୟତମ ବରିଷ୍ଠ ଉପସଭାପତି ରାଜ୍ୟର ଉମେଶ ସାହୁ ଅନୁଗୁଳର ସେ ଯୋଗ ଦେବେ। ଏଠି ଜଣାଶୁଣା କଂଗ୍ରେସ ନେତା, ଚାଷୀ ନେତା, ଆମ ରାଜ୍ୟର ସଂଯୋଜକ ଯିଏ ଅଛନ୍ତି ଦାଶରଥୀ ସାହୁଙ୍କ ନେତୃତ୍ୱରେ ଆସନ୍ତାକାଲି ରାଜ୍ୟସ୍ତରୀୟ ଅକ୍ଷିମୁଠି ଚାଳନା ଉତ୍ସବ ଅନୁଷ୍ଠିତ ହେବ। ସକାଳ 8ଟା ବେଳେ କଂଗ୍ରେସ ପ୍ରେମୀ ସମସ୍ତ ଜନସାଧାରଣ, ଜନଗଣ ଏବଂ ଯେଉଁମାନେ କଂଗ୍ରେସର ଛାତ୍ର ସଂଗଠନ, ଯୁବ ସଂଗଠନ, ମହିଳା ସଂଗଠନ, ଶ୍ରମିକ ସଂଗଠନ ଅଛନ୍ତି ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଅନ୍ୟ ସମସ୍ତ ନେତୃମଣ୍ଡଳୀକୁ ଆମନ୍ତ୍ରଣ କରାଯାଇଛି, ସମସ୍ତେ ଯୋଗ ଦେବେ। ଏବଂ ଏଠି କାଲି ରାଜ୍ୟସ୍ତରୀୟ ଉତ୍ସବ ଆମେ ପାଳନ କରିବା ଗୋଟାଏ ସ୍ୱତନ୍ତ୍ର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଗୁରୁତ୍ୱ ରହିଛି। ସେ ସାମାଜିକ ଗୁରୁତ୍ୱ ହେଉଛି ଏଠି ଜନଜୀବନ ଅତିଷ୍ଠ ହୋଇଗଲାଣି ପ୍ରଦୂଷଣରେ ଏବଂ ଅର୍ଥନୈତିକ ଉଦ୍ଦେଶ୍ୟ ହେଉଛି ଯେଠି ଶିଳ୍ପର ବିକାଶ ହେଉଥିଲେ ମଧ୍ୟ, ଏଠି କୋଇଲା ସାମ୍ରାଜ୍ୟ ଥିଲେ ମଧ୍ୟ ଏଠି ବିସ୍ଥାପିତ ଲୋକେ, ଦୁଃଖୀ ଲୋକେ ହନ୍ତସନ୍ତରେ ଜୀବନଯାପନ କରୁଛନ୍ତି ଏବଂ ସବୁଠୁ ବିସ୍ଥାପିତ ଚାଷୀ ଲୋକ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି, ସେମାନେ ଜମିହରା ଲୋକ, ସେମାନଙ୍କର ଦୁଃଖ କହିଲେ ନ ସରେ ଏବଂ ଚାଷ ଲୋପ ପାଇବାକୁ ବସିଲାଣି। ଯଦିଓ ଅତୀତରେ ଇଏ ଅନୁଗୁଳ ଜିଲ୍ଲା ଗୋଟିଏ ଚାଷର ଜିଲ୍ଲା ଥିଲା, ଚାଷୀର ଜିଲ୍ଲା ଥିଲା, ଖାଦ୍ୟ ସଙ୍କଟକୁ ଦୂର କରିବାରେ ଗୋଟେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ତେଣୁ ଆସନ୍ତାକାଲି ଏଇ ଯେଉଁ ଶିଳ୍ପ ଏବଂ କୃଷି ୟା ଭିତରେ ଭାରସାମ୍ୟ ନ ରଖିଲେ, ସମନ୍ୱୟ ନ ରଖିଲେ, ଯେ ଭବିଷ୍ୟତରେ ଭୌଗୋଳିକ କାରଣରୁ ଇଏ ତାଳଚେରର ଐତିହାସିକ ଭାବରେ ଗୋଟେ ଖରାପ ଅବସ୍ଥାକୁ ଗତି କରିବାର ସମ୍ଭାବନା ଅଛି। ସେ ଦୃଷ୍ଟିରୁ ଆମେ କିଷାନ କଂଗ୍ରେସ ଏଭଳି ଉତ୍ସବ ମନେଇକରି ତାଳଚେରରେ ଗୋଟେ ବିରାଟ ଚାଷୀ ଆନ୍ଦୋଳନ, ଜନ ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଏବଂ ବିସ୍ଥାପିତର ଆନ୍ଦୋଳନ, ଜମିହରାର ଆନ୍ଦୋଳନ ଏବଂ ମହିଳାଙ୍କର ନ୍ୟାୟ ପାଇଁ ଆନ୍ଦୋଳନ, ସବୁ ବର୍ଗର ହକ୍ ପାଇଁ ସେ ଆନ୍ଦୋଳନର ପ୍ରଥମ ସୂତ୍ରପାତ ଆମେ କରିବୁ। ଯେଉଁଥିରେ ଚଷା କାଲି ବିହନ ବୁଣିବ କ୍ଷେତରେ ଧାନ ଅମଳ କରିବା ପର୍ଯ୍ୟନ୍ତ ଯେତେ ସମସ୍ୟା ରହିଛି, ସାରଠୁ ଔଷଧଠୁ ଧାନ ମଣ୍ଡିରେ ଦେବା ପର୍ଯ୍ୟନ୍ତ, ସେ ସମସ୍ୟା ସମାଧାନ କରିବା ପାଇଁ କାଲି ପ୍ରଦେଶ କିଷାନ କଂଗ୍ରେସ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସଂକଳ୍ପ ନେବ, ଶପଥ ନେବ ଏବଂ ଆହ୍ୱାନ ଦେବ ଲୋକଙ୍କୁ ଯେ ଆସନ୍ତା ଦିନରେ ଚାଷୀର ଭବିଷ୍ୟତ, ଚାଷୀର ହକ୍, ଶ୍ରମିକର ହକ୍, ମହିଳାର ହକ୍, ଯୁବକର ହକ୍, ଛାତ୍ରର ହକ୍, ଦେଶକୁ ଗୋଟେ ରାଜନୈତିକ ସୁନ୍ଦର ଭବିଷ୍ୟତ ଦେବା ପାଇଁ, ଅର୍ଥନୈତିକ ସୁନ୍ଦର ଭବିଷ୍ୟତ ଦେବା ପାଇଁ କିଷାନ କଂଗ୍ରେସ ନେତୃତ୍ୱ ନେବ। କିଷାନମାନଙ୍କର ଯେଉଁମାନେ 80 ଭାଗ 85 ଭାଗ, ସେଇଟା ତାଳଚେର ଠାରୁ ଆମେ ଆରମ୍ଭ କରିବା ପାଇଁ ସଂକଳ୍ପ ନେଇ ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟାରେ
ସେଇଭଳି ଗୋଟେ ସମାରୋହ ସମାବେଶ କରିବାକୁ ଚାହୁଁଛୁ। ଧନ୍ୟବାଦ ଆପଣଙ୍କୁ। ସାର୍ ଆପଣ ବର୍ତ୍ତମାନ କିଛି ବର୍ତ୍ତମାନ ଚାଲିଛି ସାମ୍ପ୍ରତିକ ପରିସ୍ଥିତି ମହିଳା ବିଲ୍କୁ ନେଇକିନା, କିନ୍ତୁ ମହିଳା ବିଲ୍ 2023ରୁ ଅଲରେଡ଼ି ପାସ୍ ହେଇସାରିଛି, କିନ୍ତୁ ବର୍ତ୍ତମାନ ସରକାର ଦଳ ଭାରତବାସୀଙ୍କୁ ଗୋଟେ ଅନ୍ଧକାର ମଧ୍ୟ ରଖିକିନା ଧକ୍କା ଦେବାକୁ ଚେଷ୍ଟା କରୁଛନ୍ତି, ତା ଉପରେ କ'ଣ କହିବେ? ମୁଁ ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ, ସଭାପତି ଓଡ଼ିଶା କଂଗ୍ରେସ କିଷାନ ସେଲ୍। କଥା ହେଉଛି ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍ଟା ସେଟା ଗୋଟେ ପ୍ରାଇମେରୀ ଇସ୍ୟୁ ହେଇଛି। এটা କ'ଣ ଯେ 2023ରେ ସେ ତ ଅଲରେଡ଼ି ସେ ଆକ୍ସେପ୍ଟେଡ଼ ହେଇଯାଇଛି, ଗ୍ରହଣୀୟ ହେଇଯାଇଛି। ବର୍ତ୍ତମାନ ଯେହେତୁ 4ଟା ଷ୍ଟେଟ୍ରେ ନିର୍ବାଚନ ଚାଲିଛି, ସେଠି କଂଗ୍ରେସ ଦଳ ବିରୁଦ୍ଧରେ ପ୍ରଚାର କରିବା ପାଇଁ, ମହିଳାମାନଙ୍କୁ ଉତ୍ତେଜିତ କରିବା ପାଇଁ ଏବଂ ଜନସାଧାରଣଙ୍କ ମଧ୍ୟରେ ମନରେ ଗୋଟେ ଭାବଧାରା ସୃଷ୍ଟି କରିବା ପାଇଁ ଯେ କଂଗ୍ରେସଟା ମହିଳା ବିରୋଧୀ ବୋଲି କରି ଭୋଟ୍ ନେବା ପାଇଁ ଏ ଚଞ୍ଚକତା ଚାଲିଛି। ଏ ଚଞ୍ଚକତା ବାସ୍ତବରେ ଲୋକମାନେ ହୃଦୟଙ୍ଗମ କରିବା ଦରକାର ଏବଂ ଏହା ପ୍ରଧାନମନ୍ତ୍ରୀ ଯେଉଁ ଭାଷଣ କଥା କହୁଥିଲେ, ଆପଣ କେଇଦିନ ତଳେ ଶୁଣିଥିବେ, ତାଙ୍କ ମନ୍ କି ବାତ୍ରେ ସେ ଯେତିକି 30 ମିନିଟ୍ 35 ମିନିଟ୍ ଯେଉଁ କଥା କହିଲେ, ସେ କେବଳ କଂଗ୍ରେସ ବିରୁଦ୍ଧରେ କହିଲେ। ତାଙ୍କର ଏକସୂତ୍ରୀ କାର୍ଯ୍ୟକ୍ରମ ହେଉଛି କଂଗ୍ରେସ ବିରୁଦ୍ଧରେ ଅପପ୍ରଚାର କରିବା, କଂଗ୍ରେସ ବିରୁଦ୍ଧରେ କହିବା, ଆଉ ଲୋକଙ୍କୁ ବୁତେଇବା ଏବଂ ଯାହା କଂଗ୍ରେସ କରିଛି ତାକୁ ମାନେ ୱାଶ୍ ଆଉଟ୍ କରିଦେଇକି ନିଜେ ସବୁ କଥା କରୁଛନ୍ତି ବୋଲି କହିବା। ମହିଳା ଆଜି କ'ଣ ମହିଳା ଆପଣ ଜାଣିଛନ୍ତି, ଏ ଭାରତ ବର୍ଷରେ ମହିଳା ପାର୍ଲାମେଣ୍ଟାରିଆନ୍ କେବେଠାରୁ ଅଛନ୍ତି। ସମ୍ବିଧାନ ନୀତି ଅନୁସାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି। ବିଧାନସଭାରେ ମହିଳା ରିପ୍ରେଜେଣ୍ଟେସନ୍ ଅଛି। ଏଠି ଯେଉଁ ବର୍ତ୍ତମାନ ଇଏ ଓଡ଼ିଶା କଥା କୁହନ୍ତୁ, ଓଡ଼ିଶାରେ ଯିଏ ସ୍ପିକର ବର୍ତ୍ତମାନ ଅଛନ୍ତି ସେ ଜଣେ ମହିଳା। ସିଏ କ'ଣ ଆଙ୍କରି ରିଜର୍ଭେସନ୍ ଅନୁସାରେ ପାଇଛନ୍ତି ସିଟ୍? ତେଣୁ ସେ ମହିଳାମାନଙ୍କ ପାଇଁ ଯାହା କରାଯିବା କଥା କଂଗ୍ରେସ ସରକାର କରିଛି। ଏମାନେ ତାକୁ ଖାଲି ନୂଆ ରୂପ ଦେଉଛନ୍ତି, କଂଗ୍ରେସକୁ ବଦନାମ କରିବା ପାଇଁ ଏଇଭଳି କାର୍ଯ୍ୟକଳାପ ଚାଲିଛି। ତେଣୁ ଆ ବିରୁଦ୍ଧରେ କଂଗ୍ରେସ ଦୃଢ଼ ସ୍ୱର ଉତ୍ତୋଳନ କରିବ ଏବଂ ମହିଳାମାନଙ୍କୁ ସବୁ ସୁବିଧା ଦେବା ପାଇଁ କଂଗ୍ରେସ ଆନ୍ଦୋଳନ କରିଆସିଛି, କରିବ। କିନ୍ତୁ ତାଙ୍କୁ କଂଗ୍ରେସକୁ ବଦନାମ କରିବା ପାଇଁ ଯେଉଁ ମିଛ ପ୍ରଚାର ଚାଲିଛି, ତା ବିରୁଦ୍ଧରେ ମଧ୍ୟ କଂଗ୍ରେସ ଦୃଢ଼ ସ୍ୱର ଉତ୍ତୋଳନ କରିବ। ଧନ୍ୟବାଦ।